লইবল ঘন বরণ গম্ভীর হাস দেখি ফুল হইলানি। राजकुमार डायरी को स्वागत जनाऊँ मु राजकुमार महापात्र। प्रतिथर भली एथर मध्य आम साथी नुआ प्रतिभा नुआ चेहरा अच्छा खोर्धा जिला बेगुनिया ब्लॉक सिमर पंचायतर गहपुर ग्रामर श्रीजुत बाय कलांकर हाड़ुबंध महापात्र आपण को आम चैनल को स्वागत जनाऊँ। आपण आज को कला को कहीं एते इच्छुक हेले आउ मृदंग कथा कहे आम शुणीचु मृदंग कथा कहे आम मृदंग 3 अक्षर मृदंग कहूचे। मृदंग को आम संस्कृत भाषा में केमी उच्चारण करवा आ मृदंग कहले कौन बुझा जाए संस्कृत भाषा ताहा आम दर्शक मान जना। मृदंग कहले मृत्यु अंग मृदंग मूर मृत्तिका मृत्तिकार अंग धारण कर मृदंग। यही संस्कृति को यही कला को बंचाई रखापी मो जीवन सबू समस्या को जलांजलि कर कला संस्कृति पर मो जीवन निर्वाह कर जीवन निर्वाह पर सारा बंची पर्यंत यही कलार यही संस्कृति की बंचाई रखा मोर उत्साह आउ यही कला सदाबले बंची रही कहीं ये हूँ सत्यनारायण दरबार कला कला संस्कृति के बंचब बंची रही बंचब। मृदंग जो 3 अक्षर कथा कहे मृदंग मृदंग केमती कथा कहे आम बाजा माध्यम दर्शक मान जना। आपणकर जेतु ओडिशार अनेक कला संस्कृति अच्छी ये कला को आपण कहीं आपणले आ इतनी इच्छुक कहीं मृदंग प्रति आपण सबु कलारू ओडिशार विदग्ध कला हला पाला। ये पाला परिवेश जीविका निर्वाह करी कला संस्कृति बंचैबा सर्वश्रेष्ठ कला नरोत्तम महापात्र भाषा गायक नरोत्तम महापात्र भाषा कहती विदग्ध कला। ये कला सबुठ हूँ श्रेष्ठ। यही कला आज जयदेव भंज कवि सूर्य अनेक अनेक कविता कवि प्रबंध या लिखि जाइछन्ति। यही कला को बंचाई रखापी उत्साहित तेणु मो गुरु जयकृष्ण त्रिपाठी ओडिशार सम्राट गायक सम्राट विश्वनाथ प्रदर्शिंगर सी होती गायक से कहते गु गु बोलते अंधकार रु बोलते आलोक अंधकार पथर जी आलोक पथक पथ प्रदर्शक सी हेले गुरु। किंतु गुरु यही संस्कृति को एत भल पाई स्वयं जगन्नाथ भी पाखे ठिया सी एते भक्ति यही कला प्रति एते कला संस्कृति प्रति एते आग्रहिता थिले। तेणु आमे सबू कार्य को जलांजलि दे यही दर्शक मान आकर्षण एकांत कला हेउची पाला। ये कला संस्कृति केमते बंचीब किंतु बंची रही जगन्नाथंकर आशीर्वाद। जे आपण केते वर्ष बयस पाला आरंभ कले वर्तमान बयस केते आ सरकार तरफ केते सहायता मिलुची जे आपण जति सरकार तरफ सहायता मिलुची कि नाही
ଆମ ଦର୍ଶକ ମାନଙ୍କୁ ଜଣାନ୍ତୁ ଆଉ କେତେ ପଇସାରୁ ଆମର କାମ ଆରମ୍ଭ କରିଥିଲେ ବର୍ତ୍ତମାନ କେତେ ପଇସା ଇନକମ କରୁଛନ୍ତି। ମୁଁ ଏଇ ଓଡିଶାର ଏଇ କଳାକୁ ଆପଣେଇଛନ୍ତି ଯେହେତୁ ଆପଣ ସେଥିପାଇଁ କେତେ ଟଙ୍କା ଇନକମ କରୁଛନ୍ତି ବର୍ତ୍ତମାନ କେତେ ପୂର୍ବରୁ ଯେତେବେଳେ ଆରମ୍ଭ କରିଥିଲେ କେତେ ବର୍ତ୍ତମାନ କେତେ ଟଙ୍କା ପାଉଛନ୍ତି? ମୋର ଜନ୍ମ 1962 ମସିହାରେ। ମୁଁ 15 ବର୍ଷରୁ ପାଲା ପଢିବା ସମୟରୁ କିନି ପାଲା ଆରମ୍ଭ କଲି। ଏଇ କଳା ସଂସ୍କୃତି ପାଲା ପରିବେଷଣ ମତେ ଆସିକି 65 ବର୍ଷ। ଏଇ ସଂସ୍କୃତିରେ ମୋ ଜୀବିକା ନିର୍ବାହ ମୁଁ କରୁଛି। ସେତେବେଳର ପଇସା ଆଉ ବର୍ତ୍ତମାନ ପଇସା ଟିକେ ତାରତମ, କାହିଁକିନା ସେତେବେଳେ ଅଧିକ ଗାଉଥିଲୁ ପାଲା କିନ୍ତୁ ପଇସା ଥିଲା କମ। ଏବେ କମ ପାଲା କିନ୍ତୁ ଅଧିକ ପଇସା। ଏଇ କଳା ସଂସ୍କୃତିରେ ମୋ ଜୀବନ ପ୍ରଥମ କିନି ମୁଁ ଦୃଢ ବିଶ୍ୱାସ ରଖି ଗୁରୁଙ୍କ ପାଦରେ କିନି ପ୍ରଭୁ ସୋମନାଥଙ୍କ ପଦକଞ୍ଜରେ ଲୟ ରଖିକି ମା ଭଗବତୀ ଗୁରୁ ଜୟକୃଷ୍ଣ ତ୍ରିପାଠୀ ମୁଁ 10 ବର୍ଷ ପାଲା ଗାଇବା ପରେ ଶ୍ଲୋକ ସାଧନ କଲି, ଅରସ ସାଧନ କଲି, ସଞ୍ଚାର ସାଧନା କଲି। ମୋ ଜୀବନ ହଉଛି ଏଇଆ। କିଛି ଶ୍ଲୋକ ବୋଲନ୍ତୁ, ଶ୍ଲୋକ ବୋଲିକିରି ଆପଣ ମୃଦଙ୍ଗ ଟିକେ ବଜାନ୍ତୁ। ଶ୍ଲୋକ ମହାନାଟକ ଶ୍ଲୋକ। ମାର୍ଗେ ମାର୍ଗେ ମୃଗୟତି ମାର୍ଗେ ରାତି ରାମେ ବିରାମେ ଶୋକ ଶୋକ ଗତି 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 ଲକ୍ଷଣେ ଲକ୍ଷଣେନ ସୀତା ସୀତା ଜନକ ତନୟା ରାଜ ଲଙ୍କା ମଲଙ୍କା ନିତ୍ୟା ନିତ୍ୟಂ ସୁରାସୁର ବଧୂ ରାବଣେ ରାବଣେନ। ପିତୃ ସତ୍ୟ ପାଳନ କରି ରାମ 14 ବର୍ଷ ବନବାସ ଗଲେ। ପଞ୍ଚବଟୀରେ କୁଟୀର ପାଶରେ ମୃଗ ଆସିକି ଖେଳିଲା। ଏ ମୃଗକୁ ଦେଖି ସୀତା ମା ପଚାରିଲେ, କହିଲେ ପ୍ରଭୁ ମତେ ଏ ମୃଗକୁ ଆଣିକି ଦିଅ। ମୃଗ ପଛରେ ଗୋଡେଇଛନ୍ତି ପ୍ରଭୁ ରାଘବେନ୍ଦ୍ର ସରକାର ରାମ। ଏଇଠୁ ଶ୍ଲୋକ ଆରମ୍ଭ ହେଲା। ମାର୍ଗେ 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 ମୃଗୟତି ମାର୍ଗେ ରାତି ରାମେ ବିରାମେ ଶୋକ 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 ଗତି ଗତି ଗତେ ଗତି ଗତି ଗତେ ଲକ୍ଷଣେ ଲକ୍ଷଣେନ ଲକ୍ଷଣେ ଲକ୍ଷଣେନ ସୀତା ସୀତା ତପ ତପ ତନୟା ସୀତା ସୀତା ଜନକ ତନୟା ରାଜଲଙ୍କା ମହଙ୍କା ରାଜଲଙ୍କା ମହଙ୍କା ନିତ୍ୟଂ ନିତ୍ୟଂ ସୁରାସୁର ବଧୂ ରାବଣେ ରାବଣେନ ତାକିଟା ତାକିଟା ତିନି ତାକିଟା ତାକିଟା ତିନି ଯେ ଯେତିକି ଟଙ୍କା ବର୍ତ୍ତମାନ ଆପଣଙ୍କର ପାଉଛନ୍ତି ସରକାର ଆପଣଙ୍କୁ କଳାକାର ଭତ୍ତା ମିଳିଥିବ। ଆପଣଙ୍କୁ କଳାକାର ଭତ୍ତା ମିଳୁଛି କେତେ ଟଙ୍କା? 1200 ଟଙ୍କା ମିଳୁଥିଲା ମାସକୁ, ଏବେ 2000 ଟଙ୍କା ସରକାର ଆମକୁ ଦାନ କରୁଛନ୍ତି। ଯେ 2000 ଟଙ୍କା ଆପଣ ମିଳିକିରି ବି ପାଲା କରୁଛନ୍ତି, ଆପଣ ଏତେ ବୟସ ହେଲାଣି ଆପଣଙ୍କୁ ଆସି ତଥାପି ଆପଣ କଳା ପରିବେଷଣ ଜାରି ରଖିଛନ୍ତି। ଜୀବନରେ ଶେଷ ବିନ୍ଦୁ ଥିଲା ପର୍ଯ୍ୟନ୍ତ, ହାତ ଗୋଡ ଚଳୁଥିଲା ପର୍ଯ୍ୟନ୍ତ ଏଇ କଳା ସଂସ୍କୃତି ଛାଡି ହବନି, କିନ୍ତୁ ଚାଲିଥିବ। ଯେ ଆମେ ଆପଣଙ୍କର ଅର୍ଥ ଯେ ପାଲାର ଅର୍ଥ କହିଲେ ଆମେ କଣ ବୁଝିବା? ଗୋଟେ ସାଧାରଣ ଲୋକଟିଏ ପାଲାର ଅର୍ଥ କହିଲେ ଆମେ କଣ ବୁଝିବା? ପାଲାର ଅର୍ଥ ପଆକାରେ ପା ଲଆକାରେ ଲା। ପାରୁ ପାପ ଲାରୁ ଲାସ୍ୟ ବା ନିଗୁଣ। ପାରୁ ପାଇବା ଲାରୁ ଲାଭ। ଭଗବାନଙ୍କର କଳା ସଂସ୍କୃତି ଲାଭ ହୋଇଥିବାରୁ ୟାକୁ ପାଲା ବୋଲିକି କୁହାଯାଏ। ପାଶ୍ଚାତ୍ୟ ଭାଷାରେ ଇଏ ହେଉଛି ପାଲା। ପା ଓ ଲାଅ। ପା ହେଲା ଆମ ଓଡିଆ ମାନେ ପାଇବେ, ହିନ୍ଦୁ ମାନେ ପାଇବେ, ଲାଓ ମାନେ ମୁସଲମାନ ମାନେ ଲାଓ ଦେବେ। ଯେ ମୃଦଙ୍ଗ ବାଦ୍ୟ ପ୍ରତି ଆକୃଷ୍ଟ କିପରି ହେଲା, କାହିଁକି ହେଲା? ଆମ ଗାଁରେ ବାଦପାଲା ଚାଲିଥାଏ। ବାଦପାଲାରେ ମୁଁ ଜାଣିବା ଭିତରେ ବନମାଳୀ ପଣ୍ଡା, ଶଙ୍କର ପଣ୍ଡା, ଗଣେଶ୍ୱର ସାହୁ ଏମାନଙ୍କ ଆଉ ପ୍ରହ୍ଲାଦ ସାହୁ ଏମାନଙ୍କର ପାଲାରେ ଆକୃଷ୍ଟ ହୋଇଥାନ୍ତି, ସମସ୍ତେ ଆସିଥାନ୍ତି। ମୋ ଜେଜେଙ୍କ ସାଥିରେ ମୁଁ ପାଲା ଦେଖିବାକୁ ଆସେ ଆମ ଏଇ ମଞ୍ଚକୁ, ସୋମନାଥଙ୍କ ମଞ୍ଚକୁ। ଏଠି ପାଲା ଦେଖିକି ଆଗ୍ରହ ହେଲା। ଆଉ ମୁଁ ଚାକିରି ଛାଡ଼ିଲି, 4 ବର୍ଷ 5 ବର୍ଷ ଚାକିରି କରିଥିଲି ଗୁଣୁପୁରରେ ଯାଇକି। ଚାକିରି ଛାଡ଼ିକି ଏଇ ପାଲା ସଂସ୍ଥାରେ ମତେ ନାରାୟଣ ଆଉ ରଖେଇଦେଲେନି। ମୁଁ ଆସିକି ଏଇ ସଂସ୍କୃତିରେ ପାଲା ଗାଇଲି। ଯେ ବାଦ୍ୟ ଶିଖିବାକୁ ସମୟ ଦେଲା ବେଳେ
ପରେ କେହି ବିରୋଧ କଲେନି ତ? କେମିତି ଥିଲା ସେ ସେଦିନର ସ୍ଥିତି? ମତେ କେହି ବିରୋଧୀ କରିନାହାନ୍ତି। କାହିଁକି ଏଇ କଳା ସଂସ୍କୃତି ଆମ ଘରେ ବି ଆଗରୁ ମୋ ଜେଜ ଥିଲେ ଜଣେ ଗାୟକ। ତାଙ୍କରି ଆଶୀର୍ବାଦରେ ମୁଁ ପାଲା ଶିଖିବାକୁ ଭାରି ଆଗ୍ରହ ହେଲି। ସେ ମୋ ପାଇଁ ମୃଦଙ୍ଗ କିଣିକି ଆଣିକି ଦେଲେ। ଯିଏ ଜୟକୃଷ୍ଣ ତ୍ରିପାଠୀଙ୍କର ପ୍ରଥମ ଶିଷ୍ୟ ମହେନ୍ଦ୍ର ମହାପାତ୍ର, ତାଙ୍କରି ଠାରୁ ମୃଦଙ୍ଗ ଆଣିକି ମତେ ଦେଲେ। ମୁଁ ଶିକ୍ଷା ଲାଭ କଲି। ସେ ଗୁରୁ ଆଉ ନାହାନ୍ତି, ସେ ଗୁରୁ ଚାଲି ଯାଇଛନ୍ତି, ହେଲେ କଳା ବଞ୍ଚି ରହିଛି। ଗୁରୁ ଭାବରେ ଆପଣ କାହାକୁ ବରଣ କରିଥିଲେ? ବର୍ତ୍ତମାନ ପ୍ରଥମେ ତାଙ୍କ ସମ୍ପର୍କରେ ଆମ ଦର୍ଶକ ମାନଙ୍କୁ ଟିକେ ଜଣାନ୍ତୁ। ଓଡ଼ିଶାର ସମ୍ରାଟ ଗାୟକ ଜୟକୃଷ୍ଣ ତ୍ରିପାଠୀ ମୋ ଗହପୁରର। ତାଙ୍କରି ଠୁ ମୁଁ ଶିକ୍ଷା ଲାଭ କରି ମୁଁ ମୃଦଙ୍ଗ ବାଦନ ଶିକ୍ଷା ଲାଭ କଲି। 10 ବର୍ଷ ପରେ ପାଲା ଗାଇବା ପରେ ମୁଁ ଗୁରୁଙ୍କୁ ସଂସ୍କୃତ, ମୋର ଟିକେ ବିଶେଷ ସଂସ୍କୃତ ଉପରେ ଲକ୍ଷ୍ୟ ନଥାଏ, କିନ୍ତୁ ସଂସ୍କୃତ ପଢିବାକୁ ମୁଁ କଣ୍ଟାବାଡ଼ ହାଇସ୍କୁଲକୁ ଗୁରୁଙ୍କ ଆଶୀର୍ବାଦରେ କିନି ଗଗନ ମହାତ୍ମ ସାଥିରେ କିନି ଯାଇଥିଲି। ସେଇଠାରୁ ସଂସ୍କୃତ ଲାଭ ଆପଣ କରିଥିଲେ? ସେଇଠୁ ସଂସ୍କୃତ ଲାଭ କରିଥିଲି। କେତେ ବର୍ଷ ଶିକ୍ଷା ପ୍ରାପ୍ତ ହେଲା ପରେ ଜଣେ ମଞ୍ଚରେ ସୁନାମ ଧନ୍ୟ ଗାୟକ ହିସାବରେ ସୁନାମ ଅର୍ଜନ କରିପାରିବ? 15 ବର୍ଷ ପରେ ମୁଁ ସୁନାମ ଧନ୍ୟ ଗାୟକ ବୋଲିକି ମତେ ପ୍ରଶଂସିତ କଲେ। କାରଣ ଖଗେଶ୍ୱର ମାର୍ଥ ଥିଲେ ସାମନ୍ତରାପୁରରେ କିନି, ସେଠି ମହୋତ୍ସବ ହଉଥିଲା। 55 ଜଣ ଗାୟକଙ୍କୁ ମୁଁ କାଟିକି ସିଲି 10,000 ଟଙ୍କା ପୁରସ୍କୃତ ହେଇଥିଲି। ମାନପତ୍ର ମତେ ଦେଇଥିଲେ। ସେଥିରେ ସେଇ ମାନପତ୍ରରେ ଆଉ ଲେଖା ଯାଇଥିଲା, ମତେ ମାନପତ୍ର ଦେଲେ କିଏ ସେ ନା ଆମର ଏଇ ଯୋଉ ପ୍ରସନ୍ନ ପାଠଶାଣୀ ମତେ ଦେଇଥିଲେ ମାନପତ୍ର। କୁମ୍ଭାର ବସ୍ତାରେ 45 ବାୟକଙ୍କୁ କାଟିକି ସିଲି 10,000 ଟଙ୍କା ପୁରସ୍କୃତ ହେଇଥିଲି। ସେଥିରେ ଜାନକୀ ପଟ୍ଟନାୟକ ସାଇନ ମାରିଥିଲେ ମୋ ମାନପତ୍ର। ଆପଣ ଯୋଉ ଗାୟକ ଅଳଙ୍କାର ଆପଣଙ୍କୁ ଉପାଧି ମିଳିଛି, କେଉଁଠାରେ ମିଳିଥିଲା, କାହିଁକି ମିଳିଥିଲା? ମତେ ସାମନ୍ତରାପୁରରେ କିନି ଗାୟକ ଅଳଙ୍କାର କାହିଁକି ନା ମୁଁ ଗାଇକି ନିଜେ ବଜେଇ ପାରେ ବୋଲିକି ମତେ ଗାୟକ ଅଳଙ୍କାର ବୋଲିକି ବାୟକ ଅଳଙ୍କାର ବୋଲିକି କହିଥିଲେ। ଆଉ ସେଠି କୁମ୍ଭାର ବସ୍ତାରେ ଆଉ ଜାନକୀ ପଟ୍ଟନାୟକ ମତେ ବି ଆଉ ଗାୟକ ଭୂଷଣ ବୋଲିକି କହିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କେଉଁ କେଉଁ ଗାୟକଙ୍କୁ ମଞ୍ଚରେ ସହାୟତା କରିଛନ୍ତି? ପ୍ରଥମ ଗାୟକ ଆପଣଙ୍କର କିଏ? ପ୍ରଥମ ଗାୟକ ମୋର ହଉଛନ୍ତି ଉତ୍ସବ ସାମନ୍ତରା। ସିଏ ଆମର ଏଇ ଗହପୁରର। ଗଞ୍ଜାମ ଜିଲ୍ଲା ପରିକ୍ରମ କରି ମତେ ମଣିଷ କରିଥିଲେ। ତାପରେ ମୁଁ ଆସିଲି ଦିବାକର ମତକର ସିଂ, ତାଙ୍କ ଘର ଚମ୍ପେଇଲ। ତାପରେ ତୃତୀୟରେ ଆସିଲି ବାଦପାଲା ଗାଇଲି କୋଳଥ ଡି ସୁବାସ ଯୋଉ ଗାୟକ ରାମକରଙ୍କ ସାଥିରେ ଥିଲେ, ତାଙ୍କର ସାଥିରେ କିନି ଆସିକି 10 ବର୍ଷ କାଟିଲି ସୁଦର୍ଶନ ଜେନା। ତାପରେ ଧର୍ମାନ ଦୀକ୍ଷିତଙ୍କ ସାଥିରେ ଗାଇଲି 5 ବର୍ଷ। ତାପରେ ବଇଶୀ ମହାପାତ୍ରଙ୍କ ସାଙ୍ଗରେ କିନି ଓଡ଼ିଶାର ଲାଇବ୍ରେରୀ ଯିଏ ତାଙ୍କ ସାଥିରେ ଗାଇଲି। ଓଡ଼ିଶାର କୋକିଳ ଉପାଧି ପାଇଥିଲେ ସମ୍ରାଟ ଉପାଧି ବର୍ତ୍ତମାନ ପ୍ରହ୍ଲାଦ ସାହୁ, ତାଙ୍କ ସାଥିରେ 5 ବର୍ଷ ମୋର କଟିଥିଲା। ଆସିଲି ଅଭୟ ସାରଙ୍କ ସାଥିରେ, ତାଙ୍କ ସାଥିରେ 4-5 ବର୍ଷ କଟିଲା। ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ସାଥିରେ କିନି 4-5 ବର୍ଷ କଟିଲା। ଏବେ ତ ବର୍ତ୍ତମାନ ଚାଲିଛି କୃପା ସିଂ ସାହୁଙ୍କ ସାଥିରେ କିନି। ଆଉ ଯେ ଓଡ଼ିଶାର କେଉଁ ମଞ୍ଚ ଆପଣଙ୍କ ପ୍ରଦର୍ଶନୀ ସର୍ବାଧିକ ସନ୍ତୋଷ ପ୍ରଦାନ କରିଥିଲା ଓ ପ୍ରଶଂସା ବହୁତ ପାଇଥିଲେ? ଏମିତି ତ ଅନେକ ଜାଗା ଅଛି, 3-4-5 ଜାଗା ଏମିତି ଅଛି। ରାୟଗଡ଼ାରେ ମୁଁ 83 ମସିହାରେ ଯେତେବେଳେ ମୃଦଙ୍ଗ ବାଦନ କଲି ଯୁବକ ଟାଇମ, ସେ ପ୍ରଶଂସିତ ହେଇଥିଲି। ତାପରେ ଘଟଗାଁ ତାରିଣୀ, ତାଙ୍କ ପାଖରେ ବି ପ୍ରଶଂସିତ ହେଇଥିଲି କେଉଁଝର। ତାପରେ ଆମର ଏପଟେ ସୁନ୍ଦରପଦା ମଞ୍ଚ ଭୁବନେଶ୍ୱର ଲିଙ୍ଗରାଜଙ୍କ ଠାରୁ ପ୍ରଶଂସିତ ହେଇଥିଲି। ଏମିତି ଅନେକ ଜାଗାରେ ପ୍ରଶଂସିତ ହେଇଛି। ଦେଖିପାରୁଥିବେ ଏଇଥିରୁ ଜଣା ପଡୁଛି ଯେ ସ୍ପଷ୍ଟ ଭାବରେ ଯେ ପ୍ରଭୁଙ୍କର ଯାହା ଉପରେ କୃପା ଅଛି, ତାକୁ କୌଣସି ବାଧା ବିଘ୍ନ ଆଉ କୌଣସି ଦୁଃଖ ହଉ ବା କୌଣସି ବାଧା ବିଘ୍ନ, କୌଣସି ଝଡ ତୋଫାନକୁ ତାକୁ ଅଟକାଇ ପାରିନଥାଏ। ଫୁଲଟା ସଦାବେଳେ ଫୁଟିକି ରହିଥାଏ, ଆଉ ଫୁଲ କେବେ ମଉଳି ନଥାଏ। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ପ୍ରଭୁଙ୍କର ଆଶୀର୍ବାଦ ଯେଉଁ ପର୍ଯ୍ୟନ୍ତ ଅଛି, ଜୀବନଟା ସୁଖମୟରେ କଟିବ ବୋଲିକି ମୁଁ ଆଶା କରୁଛି। ପ୍ରଭୁ ଯେମିତି କି କହୁଥିଲେ ଯେ ସୋମନାଥ ଆଉ ତାଙ୍କ ଗାଁର ସୋମନାଥ, ତାଙ୍କ ଗାଁର ଗୁରୁ, ଆଉ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଯିଏ ସମ୍ମାନିତ ହୋଇଛନ୍ତି, ତାଙ୍କୁ ହିଁ କୌଣସି
ବାଧା ଆସିଲେ ବି କ୍ଷତି କରିବ ନାହିଁ। ପାଲା ଗାୟକ ଭାବେ ପରିବାର ପ୍ରତିପୋଷଣ ହେଇ ପଡି ହଉଛି ତ? କଣ କରିବା, କଳାକାର ଜୀବନ ତ ଆଉ ଦୁଃଖମୟ ଜୀବନ। ଆଜ୍ଞା ଦୁଃଖମୟ ହେଲେ ବି ସୁଦ୍ଧା ସେଇଥିରେ ପ୍ରଭୁଙ୍କ ଆଶୀର୍ବାଦ ଅଛି, ସେଇଥିରେ କିନ୍ତୁ ଚାଲିଛି। ଆଜ୍ଞା ଆଉ ଯଦି ସରକାରଙ୍କ ଠାରୁ କିଛି ଅନୁଦାନ କିଛି ହୁଅନ୍ତା, ଆଜ୍ଞା। ଆଉ ଟିକେ ଉପକୃତ ହୁଅନ୍ତୁ ବୋଲି ଭାବିଛି। ଏଇଥିରୁ ଆମକୁ ସ୍ପଷ୍ଟ ଜଣା ପଡୁଛି ଯେ ସରକାର ଯଦି ଓଡିଆ କଳା ସଂସ୍କୃତିକୁ ଟିକେ ଆଖି ଦୃଷ୍ଟି ପକାନ୍ତି, ତାହେଲେ ଓଡିଶାର କଳା ସଂସ୍କୃତି ବାହାର ଜାଗାରେ ବି ଯାଇ ପ୍ରଦର୍ଶନ କରିପାରନ୍ତା। ସରକାରଙ୍କ ପାଖରେ ଏତିକି ଅନୁରୋଧ ଯେ ଓଡିଶାର କଳା ସଂସ୍କୃତିକୁ ଟିକେ ନଜର ରଖନ୍ତୁ। ଆଉ ଓଡିଶାର କଳା ସଂସ୍କୃତି ଦିନକୁ ଦିନ ଲୋପ ପାଇବାରେ ବସିଛି। ମତେ ଯାହା ଲାଗୁଛି ଯେ ଆଜିକାଲିର ଯୁବପିଢି ମାନଙ୍କ ପାଇଁ ଆପଣ କଣ ବାର୍ତ୍ତା ଦେବେ ଯେ ଏଇ କଳାକୁ ଆପଣଙ୍କୁ ଆପଣେଇବା ପାଇଁ? ଏଇ କଳା ପାଇଁ ଆମେ ଅନେକ ଜାଗା ତ ବୁଲିଛୁ, ଅନେକ ଯେତେବେଳେ 13 ଜିଲ୍ଲା ଥିଲା, ସେ 13 ଜିଲ୍ଲା ଭିତରେ କିନ୍ତୁ ମୋର କୋଉ ଜିଲ୍ଲା ବାକି ନାହିଁ। ଆଉ ଆପଣ ଯେ ପଚାରୁଛନ୍ତି, ଆପଣଙ୍କ ନନାଙ୍କ ସହିତ ଅନେକ ଜିଲ୍ଲା ବୁଲିଛୁ, ସିଏ ବି ଅନେକ ଜିଲ୍ଲା ବୁଲିଛନ୍ତି। ଆଉ ଏଇ କଳା ଏମିତି ଗୋଟେ କଳା, ଭଗବାନଙ୍କର ଆଶୀର୍ବାଦ କଳା। ଇଏ ଆଶୀର୍ବାଦ କଳା ଅଛି ବୋଲିକି ଏଇ କଳା ବଞ୍ଚିଛି, ଆଉ ଅନେକ ଦିନ ପର୍ଯ୍ୟନ୍ତ ଜୀବନରେ ଥିଲା ପର୍ଯ୍ୟନ୍ତ ବି ବଞ୍ଚିବ। ଏ କଳା କେବେ ହେଲେ ଲୁପ୍ତ ହବନି। ଯେ ଗାୟକ ହିସାବରେ ମହିଳା ଗାୟକ ବହୁତ ବାହାରିଲେଣି, ହଁ, କିନ୍ତୁ ମହିଳା ଗାୟକ ଆପଣ କୌଣସି ମଞ୍ଚରେ ଠିଆ ହେବାର ଦେଖି ନାହିଁ। ନାଇଁ। କେମିତି ମହିଳା ଗାୟକ ମାନେ କେମିତି ଆସିବେ ଆଉ ମୃଦଙ୍ଗ ବାଦ୍ୟ କରିବେ ମଞ୍ଚ ଉପରେ ଛିଡା ହୁଏ? ହଁ, ମହିଳା ଗାୟକ ବୋଲେ କୀର୍ତ୍ତନ ସଂକୀର୍ତ୍ତନ ଯୋଉ କରୁଛନ୍ତି, ସେଇମାନଙ୍କ ସାଥିରେ କିନ୍ତୁ ଜଣେ ଦି ଜଣକେ ମୁଁ ଦେଖିଥିବି। ନହେଲେ ଏପର୍ଯ୍ୟନ୍ତ ସୁଦ୍ଧା ପାଲା ପରିବେଷଣ କରିବା ଭିତରେ ଆଉ କୌଣସି ଗାୟକ ମୁଁ ଦେଖିନି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ମହିଳା ମାନେ ଗାୟକ ହବାକୁ ବହୁତ ଇଚ୍ଛୁକ କରୁଛନ୍ତି, କିନ୍ତୁ ଗାୟକ ହବାକୁ ଇଚ୍ଛୁକ କରୁନାହାନ୍ତି। ପାଲା ମାଧ୍ୟମରେ ମୁଁ ଦେଖିଛି ଯେ ପଶ୍ଚିମ ଓଡିଶାରେ କିଛି ମହିଳା ଗାୟକ ମାନେ ଅଛନ୍ତି, ତାଙ୍କ କଳା। ଆପଣଙ୍କର ଆଗାମୀ ଦିନରେ କଣ ଲକ୍ଷ୍ୟ ରହିଛି ଯେ ଏଇ କଳାକୁ ଆପଣ ଆପଣେଇ ନେବେ ସାରା ଜୀବନ ପାଇଁ, କି କଳା ଠାରୁ ଦୂରେଇ ଯିବେ? ନାଇଁ, ମୁଁ ସାରା ଜୀବନ ଯିଏ ଆଉ ଚାକିରି କି ଜଳାଞ୍ଜଳି କରି ଆଉ ପଇସାକୁ ଅନ୍ୟ ବାବଦରେ କିନି ଫୋପାଡି ଆଉ ଏଇ କଳା ସଂସ୍କୃତିରେ ସତ୍ୟନାରାୟଣଙ୍କ ଦରବାରରେ କିନି ରହିଛି। ଆଉ ଏଇ କଳା ସଂସ୍କୃତି ପ୍ରତି ଜୀବନରେ ରକ୍ତବିନ୍ଦୁ ଥିଲା ପର୍ଯ୍ୟନ୍ତ ଏଇ କଳା ସଂସ୍କୃତି ଉପରେ ମୋର ଜୀବନ ଯିବ। ନିଜର ପରବର୍ତ୍ତୀ ପିଢିଙ୍କୁ ମୃଦଙ୍ଗ ବାଦନ ଶିକ୍ଷା ଦେବେ ନା ବହୁତ ଦୂରେଇକି ଯିବେ? ନାଇଁ, ଦିଆଯିବ ବି, ଦିଆଯାଇଛି। ମୋର 25ଟା ଶିଷ୍ୟ। 25ଟା ଶିଷ୍ୟ ମଧ୍ୟରୁ ତାଙ୍କ ନାଁ ଟିକେ କୁହନ୍ତୁ, ସେ କେଉଁ କେଉଁ ଜାଗାର ଟିକେ କୁହନ୍ତୁ। ମହନ୍ତ ମାରଥା କଣ୍ଟାବଳିବ, ପୋଡାଡିବ ବେଣୁଧର ସାହୁ, ଢେଙ୍କାନାଳ ପ୍ରମୋଦ ନାୟକ, କେଉଁଝରରେ ବି 2 ଜଣ ଅଛନ୍ତି, ବୈଷ୍ଣବ ସାହୁ, ଚୈତନ୍ୟ ବେହେରା, ପତନିବରରେ ଆମର ପବିତ୍ର, ଏଇମାନଙ୍କ 20-25 ଜଣ ଗାୟକ ମୁଁ ଉତାରିଛି। ଆଉ ଶେଷରେ ଆପଣଙ୍କ ବାର୍ତ୍ତା ମୃଦଙ୍ଗକୁ ନେଇ ଆମ ଦର୍ଶକଙ୍କୁ କଣ କହିବେ? ଏଇ ମୃଦଙ୍ଗ ବାବଦରେ କିନ୍ତୁ ଅନେକ ପିଲା ଆଜିକାଲି ସବୁ କଳା ସଂସ୍କୃତିରେ ବାହାରିଲେଣି। ଆମେ ତ ପୁରୁଣା ପିଢି, ଯାହା ଥିଲା ସଂସ୍କୃତ ବାବଦରେ ଏବେ ପିଲାମାନେ ଗୀତ ଗାଇଲେ ମୃଦଙ୍ଗ ବାବଦରେ ସହଜରେ ବଜେଇକି ଆସୁଛନ୍ତି। ସେତେବେଳେ ଯୋଉ ସଂସ୍କୃତ ସହିତ ଆମେ ମାନେ ଯୁଝୁଥିଲୁ, ଯେମିତି ସଂସ୍କୃତ ଯାହା ପାଟି କହିବ ହାତରେ ସେଇଆ ଉଚ୍ଚାରଣ ହବ। ସେ ପିଢି ଏମିତି ପିଢି, ସେତେବେଳେ ଗାୟକ ମାନେ ଶିଖିବା ପାଇଁ ବହୁତ କଷ୍ଟ ହଉଥିଲା। ଆଜିକାଲି ପରିବେଶରେ କିନି ଜଣେ ଗୀତ ଗାଇଦେବ, ସେ ଯୋଉ ତାଳରେ ଗାଉଛି ଗାଉ, ଏମାନେ ସବୁ ବଜେଇ ଦେବେ। କାହିଁକି ନା ଲୟ ଜ୍ଞାନ ବୁଦ୍ଧିରସ୍ୟ ସାଗର ବା ହେତୁମାନସା, ଚହକ ଚଡ଼କ ଶବ୍ଦ ବାୟକ ଅଷ୍ଟଲକ୍ଷଣ, କୁରାଳ ଚକ୍ରମସ୍ତକ ମୁରାଟ କ୍ଷେତ୍ରଲକ୍ଷଣ, ବେଗ୍ରବାନ ମରୁତାକ୍ଷ ଖଞ୍ଜନ ପକ୍ଷୀ ନର୍ତ୍ତନ, ଦୟବାହୁ ପକ୍ଷୀରାଜ ରାମ ଦୂତ ସମାଙ୍ଗୁଳି, ମତୁଆଳ ସିଂଠାଣି ହସବାସ ସମଦ୍ଭବେ, ବୃଷଭ ତେରସ ଦୃଷ୍ଟି ବଜ୍ରଘାତ ତ୍ରିଲକ୍ଷଣ, ଚିଲଧମ୍ବା କୃତମାନ ବାୟକ ସାଧୁ ଲକ୍ଷଣ। ଯେ ଆପଣ ଯେମିତି ପାଟି ଯାହା କହେ ମୃଦଙ୍ଗ ତାହା କୁହେ, ଶୁଣିଛୁ। ଆପଣ ଟିକେ ଜଣାନ୍ତୁ ଯେ ମୋ ପାଟି ଯାହା କହେ ମୃଦଙ୍ଗ ତାହା ହିଁ କହିବ। ମୋ ପାଟି ଯାହା କହିବ ମୃଦଙ୍ଗ ସେଇଆ କହିବ। ଟିକେ ବଜାଇ ଦେଖନ୍ତୁ ଆମ ଦର୍ଶକ ମାନେ।
ता 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 तारी खट ता ता तारी खट ता ता तारी खट ता तुंदा ता तुंदा ता तुंदा खट खट ता ता तुंदा तुंदा ता Gudula gadini da gudula gadini da gudula gadini da gudula gadini dum tatini tinda katarun tatini tinda dum tatini tinda katarun tatini tinda deita 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 kita ta tinda katunina tinda ta tinda katunina tinda ta tinda ta gudula gadini da gudula gadini da gudula gadini da gudula gadini da ta tara आम चैनल तरफ अनेक अनेक आपको बहुमूल्य समय देते आपको अशेष अशेष धन्यवाद। आम चैनल तरफ एक छोट गिफ्ट सादर ग्रहण कली। नमस्कार, जय जगन्नाथ। आपन को जदि आम चैनल टी बहुत भल लगी थाए प्लीज लाइक शेयर एंड सब्सक्राइब करे जमार भूलेनी। रोची जय जगन्नाथ। पुणी देखा नेक्स्ट ब्लॉग रे नुआ एक चेहरा को नहीं मु प्रति थर आपण को आगे प्रदर्शन करने को चेष्टा जारी रखी। रोची जय जगन्नाथ। जय जगन्नाथ।